ଭାରତରେ ଚାଲିଥିବା ଷ୍ଟ୍ରିମିଂ ୱାର୍ ମୁକେଶ ଅମ୍ବାନୀଙ୍କ ଜିଓ ସିନେମା ଗୁରୁବାର ଦିନ ଏହାର ପ୍ରିମିୟମ ଅଫରର ମୂଲ୍ୟକୁ ମାସକୁ 29 ଟଙ୍କାକୁ ହ୍ରାସ କରିଛି, ଯାହା ବିଜ୍ଞାପନମୁକ୍ତ ଅଟେ ଓ ଜିଓ ସିନେମା 23,758 କୋଟି ଟଙ୍କା ଦେଇ 5 ବର୍ଷ ପାଇଁ ଅନଲାଇନରେ ଆଇପିଏଲ୍ ଗେମ୍ ଷ୍ଟ୍ରିମ୍ କରିବାର ଅଧିକାର ସୁରକ୍ଷିତ କରିଛି, ଯାହା ବର୍ଷକୁ 4,750 କୋଟି ଟଙ୍କା ସହିତ ସମାନ। ଜିଓ ସିନେମା ବର୍ତ୍ତମାନ ଆଇପିଏଲ୍ 2024କୁ ମାଗଣାରେ ଷ୍ଟ୍ରିମିଂ କରୁଛି ଏବଂ ପ୍ଲାଟଫର୍ମରେ ଥିବା କିଛି ବିଷୟବସ୍ତୁ ମଧ୍ୟ କୌଣସି ସଦସ୍ୟତା ବିନା ପ୍ରବେଶ କରାଯାଇପାରିବ। ଯଦିଓ ଆଇପିଏଲ୍ 2024 ଷ୍ଟ୍ରିମିଂ ମାଗଣା ଅଟେ, ଦର୍ଶକମାନେ ଅନେକ ସମୟରେ ଅନେକ ବିଜ୍ଞାପନର ଶିକାର ହୁଅନ୍ତି ଓ ଗୋଟିଏ ବିଜ୍ଞାପନରେ ମୁକ୍ତ ଷ୍ଟ୍ରିମିଂ ପାଇଁ ଏକ ବିଜ୍ଞାପନମୁକ୍ତ ସଂସ୍କରଣ ମାସକୁ 29 ଟଙ୍କା ମୂଲ୍ୟରେ ଆରମ୍ଭ ହେବ ଏବଂ ଏକକାଳୀନ 4ଟି ଉପକରଣରେ ଷ୍ଟ୍ରିମିଂ କରିବାକୁ ଏକ ପରିବାର ଯୋଜନା ପାଇଁ 89 ଟଙ୍କା ପର୍ଯ୍ୟନ୍ତ ଯିବ ବୋଲି ଜିଓ ସିନେମା ଏକ ବିବୃତ୍ତିରେ କହିଛି। ପ୍ଲାଟଫର୍ମ ପୂର୍ବରୁ ଏହାର ପ୍ରିମିୟମ ଅଫରକୁ ମାସକୁ 99 ଟଙ୍କା କିମ୍ବା ବର୍ଷକୁ 999 ଟଙ୍କା ଏକକାଳୀନ 4ଟି ଡିଭାଇସରେ ଷ୍ଟ୍ରିମିଂ ପାଇଁ ମୂଲ୍ୟ ଧାର୍ଯ୍ୟ କରିଥିଲା ଓ ଏହି ଯୋଜନା ବିଜ୍ଞାପନମୁକ୍ତ ନଥିଲା। ମୁକେଶ ଅମ୍ବାନୀ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି, ଯାହାର ସମ୍ପତ୍ତି 9,71,002 ଟଙ୍କା। ସେ ଭାରତର ସବୁଠୁ ବଡ଼ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓର ମାଲିକ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍, ଯିଏକି 9,500 କୋଟି ଟଙ୍କାର ବଜାର କ୍ୟାପ୍ ସହିତ ଭାରତର ସବୁଠାରୁ ମୂଲ୍ୟବାନ କମ୍ପାନୀ ଅଟେ।